ଏଠି ତ କିଏ କାହାକୁ ଦେଖା ଦୁଖି ନାହିଁ, ସେମିତି ସୁବିଧା ନାହିଁ। ତ ସମସ୍ତେ ମନୋଯୋଗ କରି ଶୁଣୁ ଆମେ, ଆଜିର ବାକ୍ୟ ଯେପରି ବ୍ୟର୍ଥ ନ ହୁଏ ସେଥିପାଇଁ ବହୁତ ଗୁରୁତ୍ୱର ସହିତ ବାକ୍ୟକୁ ନେଉ ଆମେ। ଆସନ୍ତୁ ସେଥି ପୂର୍ବରୁ ପଦେ ପ୍ରାର୍ଥନା କରିବାକୁ ଚାହେଁ, ଆଉ ସମସ୍ତେ ପ୍ରାର୍ଥନାରେ ଯୋଗ ଦିଅନ୍ତୁ। ଗୌରବ ପିତା, ତୁମ ପବିତ୍ର ନାମକୁ ଧନ୍ୟବାଦ ଦଉଛି ଆପା। ତୁମେ ଆଶ୍ଚର୍ଯ୍ୟ ପ୍ରଭୁ ଅଟ, ଏ ଯାଏ ମାନଙ୍କୁ ସମ୍ଭାଳିଛ। ଆଜି ମଧ୍ୟ ତୁମର ମହାଦୟାରେ ପ୍ରଭୁ ଅସୀମ କରୁଣାରେ ତୁମର ପାର ପ୍ରେମରେ ଏମାନଙ୍କୁ ପ୍ରେମ କରି ଜୀବିତ ମାନଙ୍କୁ ତ ଆଜି ଗଣନା କରିଛ ପ୍ରଭୁ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦଉଛି। ହାଲେଲୁୟା, ତୁମେ ଧନ୍ୟ ଧନ୍ୟ ପ୍ରଭୁ, ଧନ୍ୟ। ମୋ ମହାନ ଆମର ଗୌରବ ହଉ, ତୁମ ମହାନ ଆମର ଗୌରବ ହଉ। ସ୍ତୁତି କରୁଛୁ ଆମେ ତୁମର, ହଁ ପ୍ରଭୁ ପବିତ୍ର ନାମକୁ ଉତ୍ସାହ କରୁଛୁ ଆମେ। ହାଲେଲୁୟା, ତୁମେ ଉଚ୍ଚ ଉନ୍ନତ ସର୍ବଶକ୍ତିମାନ, ତୁମେ ମହିମାରେ ପୂର୍ଣ୍ଣ ଗୌରବମୟ ତୁମେ, ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ। ତୁମେ ରାଜାଧିରାଜନ, ତୁମେ ହଁ ପ୍ରଭୁ ସବୁ, ହଁ ପ୍ରଭୁ ଭୟ ପାଇବା ପାଇଁ ଯୋଗ୍ୟ, ଭୟ ଯୋଗ୍ୟ ତୁମେ, ସେଥିପାଇଁ ଧନ୍ୟବାଦ ପ୍ରଭୁ। ତୁମର ଉପସ୍ଥିତିରେ ବସିବା ପାଇଁ ପ୍ରଭୁ ଅଯୋଗ୍ୟ ଲୋକମାନଙ୍କୁ ତୁମେ ଯୋଗ୍ୟ କରିଛ, ସେଥିପାଇଁ ଧନ୍ୟବାଦ ଦଉଛି ପ୍ରଭୁ। ହାଲେଲୁୟା ପ୍ରଭୁ, ଆମେ ପରସ୍ପର ଦେଖାହେଲେ ମଧ୍ୟ এই ଗ୍ରୁପ ମାଧ୍ୟମରେ ତୁମ ପବିତ୍ର ବାକ୍ୟକୁ ଆମେ ଆଲୋଚନା କରିବୁ, ଶୁଣିବୁ। ଏଥିପାଇଁ ହେ ପବିତ୍ର ଆତ୍ମା, ତୁମେ ହିଁ ବକ୍ତା ହୁଅ, ଆଉ ପ୍ରତ୍ୟେକଙ୍କୁ ତୁମେ ଆଜି ପ୍ରଭୁ ସ୍ପର୍ଶ କର। ତୁମର ଉପସ୍ଥିତିରେ ତୁମର ବାକ୍ୟ ଦ୍ୱାରା, ତୁମର ଆତ୍ମା ଦ୍ୱାରା ପ୍ରଭୁ ପ୍ରତ୍ୟେକଙ୍କୁ ସ୍ପର୍ଶ କରି ତୁମ ଆଡ଼କୁ ଟାଣି ନିଅ, ପ୍ରସ୍ତୁତ କର, ଆଉ ଗୌରବ ପାଅ। ଆଜିର ସେବା, ଆଜିର ପ୍ରାର୍ଥନା ତୁମ ଦୃଷ୍ଟିରେ ବହୁମୂଲ୍ୟ ହେଉ, ସୁଗନ୍ଧି ନୈବେଦ୍ୟ ପରି ହେଉ, ଏ ପ୍ରାର୍ଥନା କରୁଛୁ ଆପା। ସବୁ ମହିମା ଗୌରବ ତୁମକୁ ଦେଉଛୁ, ଯୀଶୁଙ୍କ ନାମରେ ନିଜକୁ ସମର୍ପଣ କରି ତୁମର ବାକ୍ୟ ଭାଙ୍ଗି ତୁମେ ଆପଣ ଲୋକମାନଙ୍କୁ ପ୍ରଭୁ ପରିତୃପ୍ତ କର ବୋଲି ଏସବୁ ନିବେଦନ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍ ଆମେନ୍। ଆସନ୍ତୁ, ଆଜି ଆମେ ଜାଣିଛୁ ସ୍ୱାଧୀନତା ଦିବସ, ଆଉ 80 ବର୍ଷର ସ୍ୱାଧୀନତା ଦିବସ। ଆଉ ଗୋଟେ ଦିନ ଆମର ଭାରତ 200 ବର୍ଷ ଧରି ବ୍ରିଟିଶ ମାନଙ୍କର ଅଧୀନରେ, ତାଙ୍କର ଅଣ୍ଡର ଥିଲା, ପରାଧୀନ ଥିଲା। ଆଉ ଗୋଟେ ସମୟ ପ୍ରଭୁ ଆଣିଦେଲେ ଯେ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନତା ହେଲା ବୋଲି ଆଉ ଘୋଷଣା କରାଗଲା। ଆଉ ସବୁ ଭାର, ସବୁ ଶାସନ ଭାର ଆଉ ଭାରତର ହାତରେ ଦିଆଗଲା। 200 ବର୍ଷ ଧରି ପରାଧୀନ ଥିବା ଭାରତ ଆଜି ପରା ଗୋଟେ ଦିନରେ 80 ବର୍ଷ ତଳେ ସ୍ୱାଧୀନତା ଲାଭ କରିଅଛି। ଆଉ ସେ ସ୍ୱାଧୀନତା ପଛରେ ଅନେକଙ୍କର ଚେଷ୍ଟା, ପୁଣି ବଳିଦାନ ଅଛି। ଅନେକ ଲୋକ ଶହୀଦ ହେଇଛନ୍ତି ସ୍ୱାଧୀନତା ପାଇଁ। ଆଉ ସେମାନଙ୍କ ମଧ୍ୟରୁ ଅନେକ ନେତା ମାନଙ୍କୁ ଭଲ ଜାଣିଛୁ, ସେମାନେ ଶହୀଦ ହେଲେ, ରକ୍ତ ଦେଲେ, ଆଉ ଭାରତକୁ ସ୍ୱାଧୀନତା ଆଣିଦେଲେ। ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଜି ପରା ଦିନରେ ଆମେ ଆଉ ସ୍ୱାଧୀନତା ଭାରତ ଭିତରେ ଅଛୁ ଆମେ। ତେବେ ଭାରତ ସ୍ୱାଧୀନ ହେଇଛି ସତ କଥା, କିନ୍ତୁ ଅନେକଙ୍କର ଜୀବନ, ଅନେକଙ୍କର ହୃଦୟ ଆଜି ମଧ୍ୟ ବନ୍ଦୀ ଅବସ୍ଥାରେ ଅଛି। କାରଣ ଯୋ ପର୍ଯ୍ୟନ୍ତ ଜଣେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିନାହିଁ, ସେ ବନ୍ଦୀ ଅବସ୍ଥାରେ ରହିବ। କାରଣ ପୁତ୍ର ହିଁ ଜଣେ ବିଶ୍ୱାସୀକୁ ମୁକ୍ତ କରିପାରନ୍ତି, ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ। ତେଣୁ ଯୋ ପର୍ଯ୍ୟନ୍ତ ଭାରତ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିନାହିଁ ବା ସ୍ୱୀକାର କରିନାହିଁ, ସେ ପର୍ଯ୍ୟନ୍ତ ସେ ବନ୍ଦୀ ଅବସ୍ଥାରେ ଅଛି। ବାହାରେ ସ୍ୱାଧୀନତା, ବ୍ରିଟିଶ ମାନେ ଚାଲିଗଲେ ସତ କଥା, କିନ୍ତୁ ଆଉ ଗୋଟେ ଭୟଙ୍କର ଶକ୍ତି ଅନେକଙ୍କ ଜୀବନକୁ ବନ୍ଦୀ କରି ରଖିଅଛି। ଆଉ ଗୋଟେ ଭୟଙ୍କର ଶକ୍ତି, ବିପକ୍ଷ ଶକ୍ତି ଅନେକଙ୍କର ଜୀବନକୁ ବନ୍ଦୀ କରିଛି। ତେବେ କେବଳ ପ୍ରଭୁ ଯୀଶୁ ହିଁ, ପୁତ୍ର ହିଁ ସେ ବନ୍ଧନରୁ ମୁକ୍ତ କରିପାରିବେ। ଆଉ କୌଣସି ଲୋକର କ୍ଷମତା ନାହିଁ। କେତେ ଆମେ ସ୍ୱାଧୀନତା ଦିବସ ପ୍ରତି ପାଳନ କରୁନା କାହିଁକି? ଯଦି ଯୀଶୁଙ୍କୁ ଆମେ ପାଇନାହୁଁ ବା ଗ୍ରହଣ କରିନାହୁଁ, ସେ ଯାଏ ଆମେ ସ୍ୱାଧୀନ ନୋହୁଁ, ପରାଧୀନରେ ଅଛୁ। ତେବେ
କୋଉ କୋଉ ବନ୍ଧନରେ ବର୍ତ୍ତମାନର ଅବସ୍ଥା ଅଛି ବା ବର୍ତ୍ତମାନର ଲୋକମାନେ ଅଛନ୍ତି, ଗୋଟେ ଦିଟା ବିଷୟ ଆମେ ଦେଖିବା ପାଇଁ ଯିବା। ମତେ ପଢିବାରେ ସାହାଯ୍ୟ କରିବେ। ଆଉ ମୁଁ ଆଉ ସେଇ କେତେକ ପଦ ପ୍ରଭୁ ଆପଣ ମାନଙ୍କୁ ଦେବି, ଆଉ ଦୟାକରି ପଢିବାରେ ମତେ ସାହାଯ୍ୟ କରନ୍ତୁ। ହାଲେଲୁୟା। ତେବେ ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି ଯେ ଗାଲାତିଆ ପୁସ୍ତକ 5 ଅଧ୍ୟାୟର 1 ପଦ ଟିକେ ପଢିଦେବେ। ଥ୍ୟାଙ୍କ ୟୁ ଲର୍ଡ। ହାଲେଲୁୟା। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱର ଜୁଆଳିରେ ଆଉ ଥରେ ଯଚା ନ ଯାଅ। ଧନ୍ୟବାଦ, ଧନ୍ୟବାଦ। ଲେଖା ଅଛି ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ରୁହ ଆଉ ପୁନର୍ବାର ଦାସତ୍ୱର ଜୁଆଳିରେ ତୁମେ ଯୋଚା ନ ଯାଅ। ଆମମାନଙ୍କୁ ସ୍ୱାଧୀନତା ଦେବା ପାଇଁ ଖ୍ରୀଷ୍ଟ କଣ କରିଅଛନ୍ତି? ମୁକ୍ତ ପ୍ରଦାନ କରିଅଛନ୍ତି, ମୁକ୍ତି ଦେଇଅଛନ୍ତି। ତେଣୁ ତୁମେ ଆଉ ଥରେ ଦାସତ୍ୱର ଜୁଆଳିରେ ଯୋଚା ନ ଯାଅ ବୋଲି ଗାଲାତୀୟ ମଣ୍ଡଳୀକୁ ଆଉ ପରମେଶ୍ୱରଙ୍କର ଆତ୍ମା ପାଉଲଙ୍କ ଦ୍ଵାରା କଥା ହେଲେ। ଆଜି ଆମ ସହିତ ମଧ୍ୟ କଥା ହେଉଛନ୍ତି ଯେ ତୁମକୁ ସ୍ୱାଧୀନତା ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୁକ୍ତି ଦେଇଅଛନ୍ତି। ତେଣୁ ତୁମେ ପୁନର୍ବାର ଆଉ ଥରେ ଦାସତ୍ୱର ଜୁଆଳିରେ ଯୋଚା ନ ଯାଅ। ତେବେ କୋ ଜୁଆଳିରେ ବର୍ତ୍ତମାନର ପିଢି ବନ୍ଧା ଯାଇଅଛି, ଯେଉଁମାନେ ଆଜି ମଧ୍ୟ ବନ୍ଦୀ ଅବସ୍ଥାରେ ଅଛନ୍ତି, ଟିକେ ମତେ ପଢି ସାହାଯ୍ୟ କରିବେ। ହାଲେଲୁୟା। ଯୋହନ ପୁସ୍ତକ 8 ଅଧ୍ୟାୟର 34 ପଦ ଟିକେ ପଢନ୍ତୁ। ଯୋହନ ପୁସ୍ତକ 8:34 ପଦ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ ସେ ପାପର ଦାସ। କାର ଦାସ? ଯେ କେହି ପାପ କରେ ସେ ପାପର ଦାସ। ସେ କାହାର ନକରି ହେଇ ନପାରେ, କି ମାଲିକ ବି ହେଇପାରେ, କି ବହୁତ ବଡ ଖାନଦାନର ଲୋକ ହେଇପାରେ, କିନ୍ତୁ ଯଦି ସେ ପାପରେ ଅଛି, ସେ କାହାର ଦାସ? ପାପର ଦାସ ବୋଲି ପ୍ରଭୁଙ୍କ ବାକ୍ୟରେ ଲେଖା ଅଛି। ସେ ପାପର ଦାସ। ଅନେକ ଲୋକକୁ ଏସବୁ କଥା ଶୁଣିବାକୁ ଇଚ୍ଛା ଲାଗେ ନାହିଁ, କାରଣ ବର୍ତ୍ତମାନର ସମୟ ଏମିତି ଆସିଛି ଯେ ଲୋକମାନେ ଯେମିତି ଥିଲେ ମଧ୍ୟ ସେମାନଙ୍କୁ ବ୍ଲେସିଂ ଦରକାର, ଆଶୀର୍ବାଦ ଦରକାର, ପୂର୍ଣ୍ଣତା ଦରକାର, ଉନ୍ନତି ଦରକାର, ସବୁ ପ୍ରକାର ସୁବିଧା ଦରକାର। ସେମାନେ ଜଗତରେ ପୁରା ନାମ ପାଇବାର ଅଛି, ସେମାନଙ୍କର ନାମ ବିଖ୍ୟାତ ହେବାର ଅଛି, ସେମାନେ ଭଲରେ ଚଳିବାର ଅଛି ଘରେ। ସବୁ ବିଷୟ ପ୍ରଚୁର ସେମାନଙ୍କ ଆବଶ୍ୟକ। କିନ୍ତୁ ତୁମେ ପାପରୁ ମୁକ୍ତ ହୁଅ, ପାପ ସ୍ୱୀକାର କର, ଅଧର୍ମ ସ୍ୱୀକାର କର ବୋଲି କହିଲେ ଇଚ୍ଛା ନାହିଁ ଲୋକମାନଙ୍କୁ। ତେବେ ଲେଖା ଅଛି କେମିତି ସେ କେଡେ ବଡ ମାଲିକ ହଉନା କାହିଁକି, କେତେ ନକରି କେତେ ଚାକର ତାର ତଳେ କାମ କରନ୍ତୁ ନା କାହିଁକି, ଯଦି ସେ ପାପରେ ଅଛି, ସେ ପାପର ବଣ୍ଡେଜ ରେ ଅଛି, ପାପ ବାନ୍ଧିଛି ବୋଲି ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି। ତେବେ ପ୍ରଭୁଙ୍କ ବାକ୍ୟରେ ଗୋଟେ କଥା ଲେଖା ଅଛି, କେମିତି କି ଅଛି ନା ପ୍ରେରିତ ପୁସ୍ତକ 8 ଅଧ୍ୟାୟର 22-23 ପଦ ଟିକେ ପଢନ୍ତୁ। ପ୍ରେରିତ 8 ଅଧ୍ୟାୟର 22-23 ପଦ। ହାଲେଲୁୟା। ଅତଏବ ତୁମ୍ଭର ଏହି ଦୁଷ୍ଟପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କର, କେଜାଣି କଳ୍ପନା କ୍ଷମା ହୋଇପାରେ, କାରଣ ତୁମ୍ଭେ ତିକ୍ତ ବିଷୟରେ ପରିପୂର୍ଣ୍ଣ ହୋଇ ଅଧର୍ମ ରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି। ପବିତ୍ର ଆତ୍ମାଙ୍କ ଦ୍ଵାରା ଦେଖୁଛନ୍ତି, ପବିତ୍ର ଆତ୍ମାଙ୍କ ଦ୍ଵାରା ପିତର ଦେଖୁଛନ୍ତି, ଆଉ ସେ ଜଣଙ୍କର ହୃଦୟକୁ ପବିତ୍ର ଆତ୍ମା ଦେଖେଇଲେ। ଗୁଣିକ ସିମୋନ କଥା ଲେଖାଯାଏ। ଗୁଣିକ ସିମୋନ ସେ ଆଉ ପ୍ରଭୁଙ୍କର ଶକ୍ତି ପାଇବା ପାଇଁ ଚାହୁଁଥିଲା, ତେଣୁ ସେ କିଛି ଅର୍ଥ ଦେଇ କିଣିବାକୁ ଇଚ୍ଛା କଲା। ପ୍ରଭୁଙ୍କ ବାକ୍ୟରେ ଲେଖା ଅଛି, ପ୍ରଭୁ ତାଙ୍କୁ କହିଲେ ତୁମର ହୃଦୟ ସରଳ ନାହିଁ, ତୁମେ
ବିଷୟରେ ଅଧର୍ମର ବନ୍ଧନରେ ଆବଦ୍ଧ ହେଇକରି ଅଛ। ତୁମର ହୃଦୟ ତିକ୍ତ ହେଇଯାଇଛି। ପ୍ରଭୁଙ୍କର ଆତ୍ମା ତାଙ୍କୁ କହୁଛନ୍ତି, ସେ ଗୁଣିକ ସେମାନଙ୍କୁ କହିଲେ ତୁମର ହୃଦୟ ତିକ୍ତ ହେଇଯାଇଛି, ଆଉ ତୁମେ ଅଧର୍ମର ବନ୍ଧନରେ ବନ୍ଧା ଯାଇଅଛ, ତେଣୁ ମୁକ୍ତ ହେବା ଦରକାର ସେଇଠୁ। ସେ ଦେଖୁଛନ୍ତି ତୁମେ ଆବଦ୍ଧ ହେଇଛ, ବନ୍ଧା ହେଇଯାଇଛ। ଏ ପ୍ରକାର ଜୀବନ ଆମମାନଙ୍କ ଭିତରେ ନଥାଉ, ତିକ୍ତ ବିଷୟ ନଥାଉ, ତିକ୍ତ ବିଷୟ ଆମ ଭିତରେ ଦେଖା ନ ଯାଉ। ତିକ୍ତର ମୂଳ ଯେବେ ଏବେ ଉଠୁଛି ତାକୁ ପୁରା ଉପାଡ଼ି ଦେବା ଦରକାର। ଆଉ ଅଧର୍ମର ସମସ୍ତ କ୍ରିୟା, ସବୁ କାର୍ଯ୍ୟକୁ ସ୍ୱୀକାର କରି ଛାଡିଦେବା ଦରକାର। ତେଣୁ ପ୍ରଭୁ ଚାହୁଁଛନ୍ତି ତୁମେ ଏମିତି ବନ୍ଧନରେ ରୁହ ନାହିଁ, କାରଣ ଖ୍ରୀଷ୍ଟ ତୁମକୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ଦେଇଅଛନ୍ତି। ତୁମକୁ ସ୍ୱାଧୀନତା ଦେଇଛନ୍ତି, ତୁମେ ମୁକ୍ତ ହେବା ପାଇଁ ସୁଯୋଗ ତୁମକୁ ଦେଇଛନ୍ତି। ତେଣୁ ତୁମେ ଆଉ ଥରେ ଦାସତ୍ୱ ଜଳିରେ ଯୋଚା ନ ଯାଅ, ବନ୍ଧା ନ ଯାଅ। ଏଠୁ ମୁକ୍ତ ହେବା ପାଇଁ ପ୍ରଭୁ ତୁମକୁ ଏବେ ମଧ୍ୟ ସୁଯୋଗ ଦେଇଛନ୍ତି। ପ୍ରଭୁ ମାନଙ୍କୁ କୁହନ୍ତି, ତୁମେ ଯେବେ ଏମିତି ଅଧର୍ମ ବନ୍ଧନରେ, ତିକ୍ତ ବନ୍ଧନରେ ଅଛ, ଗରଳତା ତୁମ ଭିତରେ ଅଛି, ପ୍ରଭୁ ଚାହୁଁଛନ୍ତି ଏ ସବୁ ତୁମେ ମୁକ୍ତ ହେବା ପାଇଁ ଦରକାର, ପରିଷ୍କାର ହେବା ପାଇଁ ଦରକାର। ପ୍ରଭୁ ମୋ ଠାରୁ ଚାହାନ୍ତି। ତେଣୁ ତୁମେ ଏ ବନ୍ଧନରେ ବନ୍ଧା ଥାଇ କଣ ହେଇପାରିବ ନାହିଁ? ସ୍ୱାଧୀନ ହେଇପାରିବ ନାହିଁ। ମାଲିକ ହେଇଯାଅ, ତୁମେ କେତେ ବଡ ଲୋକ ହେଇଯାଅ, ତୁମର ସବୁ ପ୍ରକାର ସୁବିଧା ଥାଉ, ଯଦି ପାପରେ ଅଛ, ପାପର ଦାସ, ଆଉ ଏସବୁ ବନ୍ଦୀ ଅବସ୍ଥାରେ ତୁମେ ଅଛ ବୋଲି ପ୍ରଭୁଙ୍କର ଆତ୍ମା ଆମମାନଙ୍କୁ କହନ୍ତି। ଆମେ କି ସେମିତି ଅବସ୍ଥାରେ ଅଛୁ ଆଜି ବିବେଚନା କରିବା ଦରକାର। ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଏହା, ଆପଣଙ୍କୁ ଦେଖିବା ଦରକାର। ପ୍ରଭୁ ମୋ ଭିତରେ ଏକ ତିକ୍ତତା ଅଛି। ବାଇବେଲ କୁହେ ଯଦି ତୁମ ମଧ୍ୟରେ ଆଉ ବାକ୍ୟ ନାହିଁ, ବାକ୍ୟ ହଉଛି ମଧୁର ବୋଲି ଲେଖାଯାଏ। ମଧୁ ଠାରୁ ଆଉ ସୁମିଷ୍ଟ ଯଦି ସେଟା ଅଛି, ତିକ୍ତତା ନଥିବ। ବାକ୍ୟ ଯେବେ ଅଛି ଭିତରେ ପ୍ରେମ ଥିବ, ବାକ୍ୟ ଯେବେ ଅଛି ଭିତରେ ଆନନ୍ଦ ଥିବ, ବାକ୍ୟ ଯେବେ ଅଛି କ୍ଷମା ଥିବ, ବାକ୍ୟ ଯେବେ ଅଛି ପରସ୍ପର ମଧ୍ୟରେ ମିଳନ ଥିବ, ବାକ୍ୟ ଯେବେ ନାହିଁ ପିତା ହେଇଛି ହୃଦୟ ତିକ୍ତ ଅବସ୍ଥାରେ, ବାହାରେ ବହୁତ ସୁନ୍ଦର, ମୁଁ ବହୁତ ସୁନ୍ଦର, ମୋର ଆଉ ସେ ଡିପିରେ ଦେଖୁଥିବେ କେତେ ସୁନ୍ଦର, କିନ୍ତୁ ତିକ୍ତତା କି ଅଛି, ଅପ୍ରେମ ଅଛି କି ଭିତରେ, ଏମିତିଟା ପ୍ରଭୁ ଚାହାନ୍ତି। ତେଣୁ ଏ ବନ୍ଦୀ ଅବସ୍ଥାରେ ଆମେ ରହି ମୁକ୍ତ ହେବା ପାଇଁ ପ୍ରଭୁଙ୍କ ନିକଟକୁ ଯେବେ ଯାଉଛୁ, ବହୁତ ଭଲ କଥା, ପ୍ରଭୁ ମୁଁ ଏ ଅବସ୍ଥାରେ ଅଛି, ମତେ ମୁକ୍ତ କର ବୋଲି। କେହି ମାନେ ଡ୍ୟାମ୍ କେୟାର, ଆଉ କିଛି ସବୁ ସୁବିଧା ଅଛି, ସେ ବନ୍ଦୀ ହେଇଥାଉ କଣ ହେଇଥାଉ, ମନରେ ଯାହା ରହୁ ନା କାହିଁକି, ଆଉ ତାର ପ୍ରଭୁଙ୍କ ନିକଟକୁ ଯିବା ପାଇଁ ଇଚ୍ଛା ନାହିଁ। ପୁତ୍ର ଯେବେ ମୁକ୍ତ ନ କରିବେ ତୁମେ ମୁକ୍ତି ହେଇପାରିବ ନାହିଁ। ଯଦି ମୁକ୍ତ ହେଇପାରିବ ନାହିଁ, ସେଇ ଜଞ୍ଜିରରେ ବନ୍ଧା ଥାଇ ତୁମେ ଈଶ୍ୱରଙ୍କ ରାଜ୍ୟକୁ ଯାଇପାରିବ ନାହିଁ। ଈଶ୍ୱରଙ୍କ ରାଜ୍ୟ ଏ ବନ୍ଦୀ ଅବସ୍ଥାରେ ଥିବା ଲୋକମାନଙ୍କ ପାଇଁ, ମୁକ୍ତି ପ୍ରାପ୍ତ ଲୋକମାନଙ୍କର ରାଜ୍ୟ ତାହା। ପ୍ରଭୁ ସେଥିପାଇଁ ସ୍ୱାଧୀନତା ଦେଇଛନ୍ତି। ଆଜି ଗ୍ରହଣ କରୁ, ଆମେ ସେ ସ୍ୱାଧୀନତା ଗ୍ରହଣ କରୁ, ସେ ମୁକ୍ତିକୁ ରିସିଭ କରୁ ଆମେ। ତେବେ ପ୍ରଭୁଙ୍କ ବାକ୍ୟରେ ଲେଖା ଅଛି ଯେ ଏମିତି ହେଇଯାଇଛି ଲୋକମାନଙ୍କର ହୃଦୟ। ମାର୍କ ପୁସ୍ତକ 9:25 ପଦ ଟିକେ ପଢିବେ କି? 9:25। ହାଲେଲୁୟା। ମାର୍କ ପୁସ୍ତକ 9:25 ପଦ। ପରେ ଲୋକ ସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି, ପଢନ୍ତୁ ସିଷ୍ଟର। ପରେ ଲୋକ ସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରି ଯା, ପୁଣି ଆଉ କେବେ ଏହାଠାରେ ପଶିବୁ ନାହିଁ। କେମିତି ମୂକ ଓ ବଧିର ଆତ୍ମା ସେ ପିଲାକୁ କଣ କରିଛି? ସେଇ ବ୍ୟକ୍ତିକୁ ବାନ୍ଧି ପକେଇଛି। ତେଣୁ ସେ କଥା କହିପାରୁନାହିଁ କି ଶୁଣି ପାରୁନାହିଁ ବୋଲି ଲେଖାଯାଏ। ସେ ମୂକ ହେଇଯାଇଛି, ପ୍ରାର୍ଥନା କରିପାରିବ ନାହିଁ। ବାକି ସବୁ ଏମିତି କଥା ହବ, ଆଉ କହିବାକୁ ନାହିଁ। ଟ୍ରାକ୍ଟର, ଟ୍ରକ୍, ଜେସିବି ଗୁଡାକ ଝିକି ପାରିବ ନାହିଁ, ସେତିକି କଥା ସେ ହେଇପାରିବ, କିନ୍ତୁ ପ୍ରାର୍ଥନା କରିପାରିବ ନାହିଁ, କାରଣ ତାର ମୁଖ ବନ୍ଧା ହେଇଛି। ପ୍ରଭୁଙ୍କର ସ୍ତୁତି କରିପାରିବ ନାହିଁ, ପ୍ରଭୁଙ୍କର ଗୌରବ ସେ କରିପାରିବ ନାହିଁ, ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବ ନାହିଁ। ଆଉ
ପ୍ରଭୁଙ୍କର ବାକ୍ୟ ଶୁଣିବାକୁ ଇଚ୍ଛା ଲାଗିବ ନାହିଁ। ମୋବାଇଲ ଶୁଣିବା ପାଇଁ ଦିନ ରାତି ତାଙ୍କୁ ବହୁତ ପସନ୍ଦ। କିନ୍ତୁ ପ୍ରଭୁଙ୍କର କାହିଁକି ମୁଖ ବଧିର କିଏ କରିଛି? ଗୋଟେ ଆତ୍ମା କରିଛି, ଲେଖା ଅଛି। କେତେବେଳଠୁ କରିଛି ସେଟା ଲେଖାଯାଏ, ଟିକେ ପଢି ମତେ ସାହାଯ୍ୟ କରିବେ। 9:21 ପଦ, ସେଇ ମାର୍କ 9:21 ପଦ। କେବେଠୁ ଷ୍ଟାର୍ଟ ହେଇଛି ତାକୁ ଏଇଟା? ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲା କାଳରୁ। କେବେଠୁ ହେଇଛି? ପିଲା କାଳରୁ। ପିଲା ବେଳଠୁ ଏକା ଚୋରିବାର ଅଭ୍ୟାସ, ପିଲା ବେଳଠୁ ଖୈନି ପକେଇବାର ଅଭ୍ୟାସ, ପିଲା ବେଳଠୁ ବିଭିନ୍ନ ପ୍ରକାର ମନ୍ଦ ଚିନ୍ତା, ମନ୍ଦ କଥା, ମନ୍ଦ ବ୍ୟବହାର ପିଲା ବେଳଠୁ ଏଣ୍ଟ୍ରି ହେଇଯାଇଛି। ପିଲା ବେଳଠୁ ଏଣ୍ଟ୍ରି ହେଇଯାଇଛି। ତେଣୁ ସେ କଣ ହେଇଛି? ସେତେ କେତେ ବୟସ ହେଲା କି ଲେଖାଯାଏ ନାହିଁ, କିନ୍ତୁ ଏତେ ଦିନ ଧରି ସେ ଅଛି। ଆଜି ଯୀଶୁଙ୍କ ରକ୍ତରେ ମୁକ୍ତି ଅଛି, ସ୍ୱାଧୀନତା ଅଛି। ଯେବେ ଆମମାନଙ୍କ ମଧ୍ୟରେ ସେ ପ୍ରକାର କୌଣସି ଶକ୍ତି କାର୍ଯ୍ୟ କରୁଛି, ଆମେ ଯୀଶୁଙ୍କ ରକ୍ତରେ ମୁକ୍ତିକୁ ଗ୍ରହଣ କରିବା ଆଜି। ତେବେ ସେ ସ୍ୱାଧୀନତା ଦେଇଛନ୍ତି। ପିଲା କାଳରୁ ସେ ମୁକ ବଧିର ହେଇଯାଇଛି, କଥା କହିପାରୁନାହିଁ କି ଶୁଣି ପାରୁନାହିଁ। ଲେଖା ଅଛି କେତେବେଳେ ଗୋଟେ ପକେଇ ଦଉଛି ପୁଣି ତାକୁ, ତାର ମାନ ସମ୍ମାନ ଲଜ୍ଜା ଇଜ୍ଜତ କିଛି ନାହିଁ, କୋଉଠି ପଡି ଯାଉଛି ଆଉ କହିବାକୁ। ତାପରେ ଲେଖା ଅଛି ଖାଲି ସେତିକି ନାହିଁ, ଆଖି ବି ବନ୍ଦୀ କରିଛି ବୋଲି ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି। ଟିକେ ମତେ ପଢି ସାହାଯ୍ୟ କରିବେ। 2 କରନ୍ତି 4:4 ପଦ। 2 କରନ୍ତି 4:4। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀ ମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି। ଅନ୍ଧ କରିଅଛି, ଚକ୍ଷୁକୁ ମଧ୍ୟ ବନ୍ଦ କରାଇଛି, ବାଇଣ୍ଡିଂ କରାଇଛି, ସବୁ ବନ୍ଦୀ ଅବସ୍ଥାରେ ଅଛି। ଦେଖନ୍ତୁ ବହୁତ ବଡ ବଡ ଆଉ ଧନୀ ଘରର ଲୋକମାନେ ଗଲେ ଶୋଉଥିବେ। ଦେଖନ୍ତୁ ମଣ୍ଡଳୀ ମାନଙ୍କୁ ଟିକେ ଦେଖନ୍ତୁ, ବହୁତ ବଡ ବ୍ୟବସାୟୀ ମହାନ ଲୋକମାନେ, ସେମାନେ ବସିକି ଆରାମରେ ଶୋଇଥିବେ। କାହିଁକି? ସବୁ କ୍ଲୋଜ ହେଇଛି ପରା। ଶୁଣିବାକୁ ଇଚ୍ଛା ନାହିଁ, କହିବାକୁ ଇଚ୍ଛା ନାହିଁ, ପ୍ରାର୍ଥନା କରିବାକୁ ଇଚ୍ଛା ନାହିଁ, ଚକ୍ଷୁ ଦେଖିବା ପାଇଁ ଇଚ୍ଛା ନାହିଁ, ଆଖି ବନ୍ଦ ହେଲା, ଭଲ ନିଦ ଆସିଲା, ଘରେ ଶୋଇଥିବେ, ଚୌତରେ ବି ଶୋଇବେ, ଉଠିକି ଆଉ ଥରେ ପଳେଇବେ, ଆଉ ତାଙ୍କର କାମ ସେମିତି। ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି, ଯେପରି ସୁସମାଚାର ଆଲୋକ ସେମାନଙ୍କ ଉପରେ ନ ପଡେ, ଆଉ ସେମାନେ ଯେପରି ଦେଖି ନ ପାରନ୍ତି। ଏମିତି ବନ୍ଦୀ ଅବସ୍ଥାରେ ଅଛୁ। ଭାରତ ସ୍ୱାଧୀନ ହେଇକି 80 ବର୍ଷ ହେଇଗଲା, ଆଉ ପ୍ରଭୁ ଯୀଶୁ କ୍ରୁଶରେ ମରିକି 2026 ବର୍ଷ ହେଇଗଲାଣି। ବନ୍ଦୀ ଅବସ୍ଥାରେ ପ୍ରଭୁ ମାନଙ୍କୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କରିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ପ୍ରଭୁଙ୍କୁ ମୁକ୍ତ କର, ମୁକ୍ତ କର, ଆମକୁ ଫ୍ରି କର ପ୍ରଭୁ। ଆମେ ସେ ବନ୍ଧନରେ ଆଉ ସବୁବେଳେ ରହିବୁ ନାହିଁ, ଯଥେଷ୍ଟ ହେଇଛି ପ୍ରଭୁ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଦରକାର। ପ୍ରଭୁ ଚାହୁଁଛନ୍ତି ଆମେ ଯେପରି ମୁକ୍ତି ପ୍ରାପ୍ତ ଲୋକ ହଉ, ସେଥିପାଇଁ ତ ସ୍ୱାଧୀନତା ନିମନ୍ତେ ସେ ମୁକ୍ତି କରିଅଛନ୍ତି। ତେଣୁ ତୁମେ ଆଉ ଥରେ ଦାସତ୍ୱ ଜ୍ୱାଳିରେ ଯୋଚାନ ଯାଅ ବୋଲି ଲେଖା ଅଛି। ଆଉ ଗୋଟେ ଅଛି ସୁଖ ଭୋଗର ଦାସ ବୋଲି ଗୋଟେ କଥା ଲେଖା ଅଛି। ତିତୋସ ପୁସ୍ତକ 3:3 ପଦରେ ଲେଖାଯାଏ। ପଢନ୍ତୁ ଟିକେ। କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁଅଭିଳାଷ ଓ ସୁଖ ଭୋଗର ଦାସ ଥିଲୁ। ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। ତିତୋସକୁ ପାଉଲ ଲେଖୁଛନ୍ତି ଏଟା ପୂର୍ବର କଥା। ଆମ୍ଭେମାନେ କଣ? କାରଣ ପୂର୍ବେ ଆମ୍ଭେମାନେ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁଅଭିଳାଷ ଓ ସୁଖ ଭୋଗର ଦାସ। ବର୍ତ୍ତମାନ ଏଟା ଚାଲିଛି। ସୁଖ ଭୋଗ କିଛି ନଥାଉ, ପ୍ରଭୁ ନଥାନ୍ତୁ, ପ୍ରାର୍ଥନା ନଥାଉ, ବାଇବେଲ ପଢା ନଥାଉ, ଉପବାସ ନଥାଉ, କିନ୍ତୁ ତାକୁ ସୁଖ ଦରକାର। ସୁଖ ଭୋଗର ଦାସ।
ସେମିତି ପୁଣି କଣ କରୁଥିଲେ ସେମାନେ ନା ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହେଇ କଣ କଣ କରୁଥିଲୁ? ହିଂସା ଥିଲା, ଈର୍ଷା ମଧ୍ୟ ଥିଲା। ସେମିତି ଲୋକ ନାଇଁ ପ୍ରାଣ ମଧ୍ୟରେ ନଥିବେ? ପ୍ରଭୁ ସମସ୍ତଙ୍କୁ ଫ୍ରି କରନ୍ତୁ। ଏଟା ଲେଖା ଅଛି, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। ଏ ଦାସ ମାନେ, ବନ୍ଦୀ ଅବସ୍ଥାରେ ଥିବା ବ୍ୟକ୍ତି ମାନଙ୍କ ଭିତରେ ଏସବୁ ଥାଏ, ଏସବୁ ଲୁଚିକି ଥାଏ। ପରସ୍ପର ଘୃଣା, ପରସ୍ପର ଈର୍ଷା, ପରସ୍ପର ପ୍ରେମ, ପରସ୍ପର ଅମିଳନ, ପରସ୍ପର ଶାନ୍ତି, ଏସବୁ ଥାଇକି ଆରାଧନା ଚାଲେ, ପ୍ରାର୍ଥନା ଚାଲେ, ଗିର୍ଜାକୁ ଯାଉ, ସବୁ କରୁ। ହାୟ ହାୟ, କେଡେ ଦୁଃଖର କଥା। ଆଜି ଅନୁତାପ ପରିତାପର ବିଷୟ। ଯଦି ଆମେ ସେମିତି ଅବସ୍ଥାରେ ଅଛୁ, ଏଇ ବାକ୍ୟ, ପ୍ରଭୁଙ୍କର ବାକ୍ୟ ଆମ ଜୀବନକୁ ଆଜି ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ପ୍ରାର୍ଥନା କରିବା। ପ୍ରଭୁ, ତୁମର ବାକ୍ୟ ଦ୍ୱାରା ମତେ ମୁକ୍ତ କର। କାରଣ ବାକ୍ୟରେ ଲେଖା ଅଛି ଯେ ତୁମେ ସତ୍ୟକୁ ଜାଣିବ, ଆଉ ସତ୍ୟ ତୁମକୁ ମୁକ୍ତ କରିବ ବୋଲି ଲେଖାଯାଏ। ସେ ମୁକ୍ତ କରନ୍ତି। ସତ୍ୟ କିଏ? ପ୍ରଭୁ ଯୀଶୁ ଅଟନ୍ତି। ସେମାନେ କହିଲେ ଆମେ କାହାର ଦାସ ନାହିଁ ବୋଲି କହିଲେ। ଫାରୁସୀ ମାନେ କହିଲେ ଆମେ କାହାର ଦାସ ନାହିଁ, ଆମେ ଅବ୍ରାହମଙ୍କର ସନ୍ତାନ। ତେବେ ଯୀଶୁ କହିଲେ ଯେଉଁମାନେ ପାପ କରନ୍ତି ପାପର ଦାସ। ତେଣୁ ପୁତ୍ର ମୁକ୍ତ କଲେ ମୁକ୍ତ ହେବ ତୁମେ। ତେଣୁ ଯେତେବେଳେ ସତ୍ୟକୁ ଜାଣିବ, ସତ୍ୟ ତୁମକୁ ମୁକ୍ତ କରିଦେବ। ଆମେ ପ୍ରଭୁଙ୍କ ନିକଟକୁ ଯାଉ, ପ୍ରଭୁ ତୁମର ସତ୍ୟତା ମତେ ବୁଝିବା ପାଇଁ ଦିଅ, ତୁମର ରକ୍ତକୁ ବିଶ୍ୱାସ କରିବା ପାଇଁ ଦିଅ, ଗ୍ରହଣ କରିବା ପାଇଁ ଦିଅ, ସେ ବଳିଦାନକୁ ଗ୍ରହଣ କରିବା ପାଇଁ ଦିଅ। ସ୍ୱାଧୀନତା ନିମନ୍ତେ ପ୍ରଭୁ ଯୀଶୁ ମୁକ୍ତି ପ୍ରଦାନ କରିଅଛନ୍ତି। ତେଣୁ ତୁମେ ଆଉ ଥରେ ଦାସତ୍ୱ ଜ୍ୱାଳିରେ ଯୋଚା ନ ଯାଅ। ଆମେ ଆଉ ଥରେ ଯୋଚା ନ ଯାଉ ଦାସତ୍ୱ ଜ୍ୱାଳିରେ। ପ୍ରଭୁଙ୍କୁ ମୁକ୍ତ କରିଅଛନ୍ତି। ରିସିଭ କରୁ ଆମେ, ଆଉ କହୁ ପ୍ରଭୁ ମୁଁ ଏମିତି ଅବସ୍ଥାରେ ରହିବି ନାହିଁ, ମତେ ଫ୍ରି କର। ଯଦି ମୁଁ ଆଉ ଯୋଚା ହେବାକୁ ଯାଉଛି, ଆଉ ଥରେ ସିଆଡେ ଯାଉଛି, ମତେ ତୁମେ ସମ୍ପୂର୍ଣ୍ଣ ମୁକ୍ତ କର। ଲେଖା ଅଛି ଶୟତାନର ବନ୍ଧନ, ପାପ ରୂପ ଦୌଡ଼ିର ବନ୍ଧନ, ଏମିତି ପ୍ରକାର ବନ୍ଧନ ସବୁ ଆଉ କଣ କରିଛି ନା ଦୁର୍ବଳକାରୀ ଆତ୍ମା ତାକୁ ଦୁର୍ବଳ କରି ପକେଇଛି। ଏମିତି ବନ୍ଦୀ ଅବସ୍ଥାରେ ସେ ଅଛି। ଜଣେ ମା 18 ବର୍ଷ ଧରି ବୋଲି ଲେଖା ଅଛି, 18 years, 18 ବର୍ଷ ଧରି କୁବ୍ଜା ହେଇକରି ଥିଲା ବୋଲି ଲେଖାଯାଏ। ସେ ନିଜକୁ ସଳଖ କରି ପାରୁନଥିଲା, ଆଉ ଏମିତି ଦୁର୍ବଳକାରୀ ଆତ୍ମା ତାକୁ ପୁରା କୁବ୍ଜା କରି ଦେଇଥିଲା, ତାକୁ ତଳକୁ କରି ଦେଇଥିଲା, ତାର ମସ୍ତକ ଉପରକୁ ସେ ଉଠେଇ ପାରୁନଥିଲା, କାରଣ ଏଇ ଆତ୍ମା ତାକୁ ବନ୍ଦୀ କରିଥିଲା ବୋଲି ଲେଖାଯାଏ। ବନ୍ଧନ ଅବସ୍ଥାରେ ମାନେ ବନ୍ଦୀ କରିଥିଲା ବୋଲି ଲେଖାଯାଏ। ଟିକେ ମତେ ପଢି ସାହାଯ୍ୟ କରିବେ। ଲୁକ ପୁସ୍ତକ 13 ଅଧ୍ୟାୟର 10 ପଦ ଟିକେ ପଢନ୍ତୁ। ଲୁକ ପୁସ୍ତକ 13:10। ହାଲେଲୁୟା। ଥରେ ସେ ବିଶ୍ରାମ ବାରରେ ଗୋଟିଏ ସମାଜ ଗୃହରେ ଶିକ୍ଷା ଦେଉଥିଲେ। ଆଉ ଦେଖ, 18 ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀ ଲୋକ ସେଠାରେ ଥିଲା। ସେ କବ୍ଜା ହୋଇ କୌଣସି ପ୍ରକାରେ ଆପଣାକୁ ସଳଖ କରି ପାରୁନଥିଲା। ଦେଖନ୍ତୁ, ଦୁର୍ବଳକାରୀ ଆତ୍ମା ତାକୁ ନୁଏଇ ଦେଉଛି ତଳକୁ। ସେ ଉପରକୁ ଦେଖିବା ପାଇଁ ତାକୁ ଦେଉନାହିଁ, ତାକୁ ଶୁଏଇ ଦେଉଛି, ତାକୁ ଉଠିବା ପାଇଁ ଦେଉନାହିଁ, ତାକୁ ଚାଲିବା ପାଇଁ ଦେଉନାହିଁ, ଗିର୍ଜାକୁ ଯିବାକୁ ଦେଉନାହିଁ, ପ୍ରାର୍ଥନା କରିବାକୁ ଦେଉନାହିଁ, ପ୍ରଭୁଙ୍କର ସେବା କରିବାକୁ ଦେଉନାହିଁ, ସେ ପ୍ରଭୁଙ୍କ ପାଇଁ ଉଦ୍ଯୋଗୀ ହେବାକୁ ଦେଉନାହିଁ। କାରଣ ଦୁର୍ବଳ ଆତ୍ମା ତାକୁ ଆକ୍ରାନ୍ତ କରିଛି, ବାନ୍ଧିଛି ବୋଲି ଲେଖାଯାଏ। କୋଉଠି କାମ ଘଟିଲା? ଯୀଶୁ ଯେତେବେଳେ ଗଲେ ସମାଜ ଗୃହରେ, ଅର୍ଥାତ୍ ପ୍ରଭୁ ଯୀଶୁ ରହିବା ଉପାସନାର ଘଟଣା। ଯୋଉ ଜାଗାରେ ଯୀଶୁ ରୁହନ୍ତି ସେଟା ଦୁର୍ବଳତା ରୁହେ ନାହିଁ, ସେ ଚାଲିଯାଏ, ସେ ଛାଡି ପଳେଇ ଯିବ, ସେ ରହିବ ନାହିଁ ସେ ଜାଗାରେ। ଯୀଶୁ ଯୋଉ ଗିର୍ଜା ଘରେ ରୁହନ୍ତି ସେଇ ଜାଗାରେ, କେତେ ବଡ ବିଲ୍ଡିଂ ହଉନା କାହିଁକି, କେତେ ବଡ ଗିର୍ଜା ଘର ହଉନା କାହିଁକି, ଯଦି ଯୀଶୁକୁ ଏଲାଉ ନାହିଁ, ପବିତ୍ର ଆତ୍ମାଙ୍କୁ ଏଲାଉ ନାହିଁ ସେ ଗିର୍ଜା ଘରରେ, ତେବେ ସେଠି ଯେମିତି ଲୋକ ସେମିତି ହେଇକି ଆସିବେ। ଯେମିତି ଯାଇଥିବେ, ସେ ଚର୍ଚ୍ଚରେ ବି ସେମିତି ହୁଏ, ଷ୍ଟେଜରେ ବି ସେମିତି ହୁଏ। ଆମେ ବସିଛୁ ଯେତେ ତଳେ, ଆମେ ମଧ୍ୟ ସେମ୍ ଯେମିତି ଗଲୁ ସେମିତି ଆସିଲୁ।
ବରଂ କଣ ସେଦିନ ଭଲ ଡ୍ରେସ ପୋଷାକ ଆଉ ଭଲ ଘରେ ରୋଷେଇ ହେଇଥିବ, ଚିକେନ ମଟନ, ଏ ସବୁ ଆମ ପାଇଁ ସେଟା ଗୋଟେ ଆନନ୍ଦର ଆଉ ଦିନ ହେଇଯାଏ। ସେଟା ସୁଖ ଆନନ୍ଦର ଦିନ, କିନ୍ତୁ ବଦଳିବା ଦିନ ନାହିଁ, ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାର ଦିନ ନାହିଁ। ଆଜିକାଲିର ରବାରଟା ଚିନ୍ତା କରନ୍ତୁ, ଆଜିକାଲିର ଉପାସନା ଗୁଡାକ ଚିନ୍ତା କରନ୍ତୁ। ପ୍ରଭୁଙ୍କର ସନ୍ତୋଷଜନକ ଉପାସନା କରିପାରୁଛୁ କି ଆମେ? ଗିର୍ଜା ଘରେ ଘଟଣା, ଯୀଶୁ ଥିବା ସମାଜ ଗୃହରେ ଏ ଦୁର୍ବଳକାରୀ ଆତ୍ମା 18 ବର୍ଷର ମା ସେ ଆସିଲେ, ଆଉ ଯୀଶୁ ଦେଖିଲେ ସେ ଜାଗାରେ ବୋଲି ଲେଖାଯାଏ। ଆଉ 13 ପଢନ୍ତୁ ଟିକେ। ଆଉ ସେ ତାହା ଉପରେ ହାତ ଥୋଇଲେ, ସେଥିରେ ସେ ସେଇ କ୍ଷଣି ସଳଖ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା। ଆମେନ୍। ହଁ, ତାପରେ କଣ ଘଟିଲା? ତାପରେ କଣ ଲେଖା ଅଛି? ହଁ, କିନ୍ତୁ ଯୀଶୁ ବିଶ୍ରାମ ବାରରେ ସୁସ୍ଥ କରିବାରୁ ସମାଜ ଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକ ସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ 6 ଦିନ ଅଛି, ଏଣୁ ସେଇ ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମ ବାରରେ ଆସ ନାହିଁ। ତାପରେ ଯୀଶୁ ଗୋଟେ ଉତ୍ତର ଦଉଛନ୍ତି, ପଢନ୍ତୁ ତଳେ, ପଢନ୍ତୁ। କିନ୍ତୁ ପ୍ରଭୁ ତାଙ୍କୁ ଉତ୍ତର ଦେଲେ, ରେ କପଟୀ ମାନେ, ତୁମେମାନେ ପ୍ରତ୍ୟେକ କଣ ବିଶ୍ରାମ ବାରରେ ଆପଣ ବଳଦ କିମ୍ବା ଗଧ ଗୁହାଳର ଫିଟାଇ ଘେନି ଯାଇ ପାଣି ପିଆଅ ନାହିଁ? ତାପରେ ତେବେ ଦେଖ, 18 ବର୍ଷ ବ୍ୟାପୀ ଶୟତାନ ଦ୍ୱାରା ଆବଦ୍ଧ ଅବ୍ରାହ୍ମଙ୍କ କନ୍ୟା ଏହି ସ୍ତ୍ରୀ ଲୋକଟି କଣ ବିଶ୍ରାମ ବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନଥିଲା? ଓ ହାଲେଲୁୟା। ଏଠି କଣ ଲେଖା ଅଛି? ଅବ୍ରାହ୍ମଙ୍କର କନ୍ୟା, ଅବ୍ରାହ୍ମଙ୍କର କନ୍ୟା, ଖ୍ରୀଷ୍ଟିଆନ ଲୋକ, ବିଜାତି ଲୋକ ନାହିଁ। ଅବ୍ରାହ୍ମଙ୍କର କନ୍ୟାକୁ କଣ କରାହେଇଛି? ଦୁର୍ବଳ ଆତ୍ମା ବାନ୍ଧି ପକେଇଛି। କିନ୍ତୁ ଗୋଟେ ଟାଇମ ଥିଲା, ପ୍ରଭୁ ଯୀଶୁଙ୍କ ସହିତ ଦେଖା ହେବାର ଟାଇମ, ଆଉ ଉପାସନା ଘରେ ଆଶ୍ଚର୍ଯ୍ୟ କର୍ମ ଘଟିଲା। ଆମର ଉପାସନା ମାନଙ୍କୁ ଆଶ୍ଚର୍ଯ୍ୟ କର୍ମ ଘଟିବାର ଅଛି, ଆମର ଗିର୍ଜା ଦିନ ଆଶ୍ଚର୍ଯ୍ୟ କର୍ମ ଘଟିବାର ଅଛି। ତେଣୁ ଗିର୍ଜାକୁ ଯାଆନ୍ତୁ, ଆଉ ଯଦି ଆପଣ ଯିବେ ପ୍ରକୃତ ହୃଦୟରେ ପ୍ରଭୁଙ୍କ ନିକଟବର୍ତ୍ତୀ ହୁଅନ୍ତୁ, ଆଉ ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁ ମତେ ଆଜି ମୁକ୍ତ କର, ସବୁ ପ୍ରକାର ବନ୍ଧନରୁ ମତେ ମୁକ୍ତ କର। ଆଉ ଉପାସନା ଘରେ, ସମାଜ ଗୃହରେ ଏ ଅଦ୍ଭୁତ ଘଟଣା ଘଟିଲା। ଲୋକମାନେ ବଚସା କରିପାରନ୍ତି, ଲୋକମାନେ ଘୃଣା କରିପାରନ୍ତି, କିନ୍ତୁ ପ୍ରଭୁ କହିଲେ ଅବ୍ରାହ୍ମଙ୍କର କନ୍ୟାର ସପକ୍ଷରେ ଏ ମୁକ୍ତ ହେବାର ଥିଲା। ତୁମେ କି ଆପଣ ବଳଦକୁ ନେଇକି ପାଣି ପିଆଉ ନାହଁ, ତେବେ ମୁକ୍ତ ହେଲେ ତୁମର ବାଧା କଣ? ପ୍ରଭୁ ଚାହୁଁଛନ୍ତି ଆମେ ମୁକ୍ତି ପ୍ରାପ୍ତ ଲୋକ ହେଉ, ଦୁର୍ବଳତାରେ ନଥାଉ। କେମିତି ଲୋକମାନେ ବନ୍ଦୀ ଯାଆନ୍ତି ନା ଜ୍ଞାନର ଅଭାବରୁ ବୋଲି ଲେଖାଯାଏ। କଣ କରିବା କଥା, କୋଉଠି ବସିବା କଥା, କାହା ସହିତ କଥା ହେବା କଥା, କେତେବେଳେ କଣ କରିବା ଉଚିତ, ଜଣେ ଖ୍ରୀଷ୍ଟିଆନ ଯେତେବେଳେ ସେ ଜ୍ଞାନର ଅଭାବ ହେଇଯାଏ, ପ୍ରାର୍ଥନା କରୁଥିବ ଆଉ କାହା ସହିତ ଯାଇକିରି ବସିଥିବ, ଇଆଡେ ଉପାସନାକୁ ଆସୁଥିବ ଆଉ କାହା ସହିତ ଯାଇକି ବସିଥିବ। ଜ୍ଞାନର ଅଭାବ ହେଲେ ତାକୁ କଣ କରିଦିଏ? ଜ୍ଞାନର ଅଭାବ ସକାଶୁ ଆମର ଲୋକମାନେ ବନ୍ଦୀ ହେଇଛନ୍ତି ବୋଲି ଲେଖାଯାଏ। ତାକୁ ଆରେଷ୍ଟ ବୋଲି କୁହାଯାଏ, ସେଟାକୁ ବନ୍ଦୀ କରାଯାଇଛି। ତେଣୁ ପ୍ରଭୁ ଚାହୁଁଛନ୍ତି ଆମେ ମୁକ୍ତ ହେଉ ସେ ସବୁଥିରୁ, ଯୋଦ୍ୱାରା ଆମେ ମୁକ୍ତି ପ୍ରାପ୍ତ ଲୋକ ହେବୁ, ଆଉ ପ୍ରଭୁଙ୍କ ପାଇଁ ଜୀବନରେ ବଞ୍ଚିବୁ। ତେବେ ସେ କଣ କରିଛନ୍ତି? ମୁକ୍ତି ନିମନ୍ତେ ଆପଣର ପ୍ରାଣ ଦେଇଛନ୍ତି, ଲେଖା ଅଛି, ମୁଁ ସେବା ପାଇବା ପାଇଁ ଆସି ନାହିଁ, କିନ୍ତୁ ସେବା କରିବାକୁ, ଅନେକଙ୍କର ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ମୁଁ ଆସିଅଛି। ଆମର ମୁକ୍ତି ପାଇଁ ମୂଲ୍ୟ ଦରକାର ହେଲା, ମୁକ୍ତି ନିମନ୍ତେ ଯୁଦ୍ଧ ଆବଶ୍ୟକ ହେଲା, ମୁକ୍ତି ନିମନ୍ତେ ବଳିଦାନ ଦରକାର ହେଲା। ଏ ମୋର ପ୍ରିୟ ଲୋକମାନେ ଯେତେବେଳେ ଶୁଣୁଛନ୍ତି, ଯଦି ଆପଣ ମାନେ ମୁକ୍ତି ପାଇଛନ୍ତି, ଆପଣଙ୍କ ପଛରେ ବଡ ମୂଲ୍ୟ ଦିଆଯାଇଛି, ରକ୍ତ, ଯୀଶୁଙ୍କ ରକ୍ତ ଦିଆଯାଇଛି ବୋଲି ଲେଖାଯାଏ। ପ୍ରଥମ ପିତର 3 ଅଧ୍ୟାୟର 18-19 ପଢନ୍ତୁ। 3 ଅଧ୍ୟାୟର 18-19। ହାଲେଲୁୟା। ଯେଣୁ ଆମ୍ଭମାନଙ୍କ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ
ଅଧର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁ ଭୋଗ କଲେ, ସେ ଶରୀରରେ ମୃତ୍ୟୁ ଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। Praise the Lord. ହେଲେ ହାଲେଲୁୟା। ଆମମାନଙ୍କୁ ମୁକ୍ତି ଦେବା ପାଇଁ ମୃତ୍ୟୁ ଭୋଗ କରିବାକୁ ପଡିଲା। ସେ ମୃତ୍ୟୁ ହେବାକୁ ପଡିଲା। ଆମମାନଙ୍କୁ ସାଧାରଣ ନାହିଁ, ସୁନା କି ରୂପା କ୍ଷଣୀୟ ବସ୍ତୁ ଦ୍ୱାରା ସେ ମୁକ୍ତ କରିନାହାନ୍ତି, ବହୁମୂଲ୍ୟ ଖ୍ରୀଷ୍ଟଙ୍କ ରକ୍ତ ଦେଇ ମୁକ୍ତ କରିଛନ୍ତି। ତାଙ୍କ ରକ୍ତରେ ଆମମାନଙ୍କୁ ସେ ମୁକ୍ତ କରିଛନ୍ତି। ତେବେ ଆମେ ଆଉ ଥରେ ଦାସତ୍ୱ ଜ୍ୱାଳିରେ ଯୋଚା ନ ଯାଉ। ଯେତେ ଲୋକମାନେ ଯେବେ ପଳେଇଛୁ, ଆଜି ପ୍ରଭୁ ମାନଙ୍କୁ ପୁନର୍ବାର କହନ୍ତି, ତୁମେ ସେ ସବୁ ବନ୍ଧନରୁ ମୁକ୍ତ ହୁଅ, କାରଣ ଏବେ ମଧ୍ୟ ପ୍ରଭୁ ଯୀଶୁଙ୍କ ରକ୍ତରେ ଶକ୍ତି ଅଛି। ଏବେ ମଧ୍ୟ ସେ ବଳିଦାନରେ ଶକ୍ତି ଅଛି। ଏବେ ମଧ୍ୟ ସେ ରକ୍ତ ଝରୁଛି। ଯେତେ ବଡ ପାପୀ, ଯେତେ ବଡ ବନ୍ଧନ ଅବସ୍ଥାରେ ଥିବା ଲୋକ ମଧ୍ୟ ଯେତେବେଳେ ଯୀଶୁଙ୍କ ପାଖକୁ ଯିବ, ଆଉ ସେ ଖୋଲିଦେବ ନିଜକୁ, ପ୍ରଭୁ ମୁଁ ବନ୍ଦୀ ହେଇକରି ଅଛି, ମୁକ୍ତ ହେଇପାରୁନାହିଁ, ଏତେ ବର୍ଷ ଧରି ମୋର ଅବସ୍ଥା ଏମିତି ହେଇଛି, ସେ ନିଶ୍ଚୟ ତାକୁ ବନ୍ଧନରୁ ମୁକ୍ତ କରିବେ। ବାଇବେଲ କୁହେ, ଯେ ପ୍ରେମ କରେ ନାହିଁ, ପ୍ରେମ ଯେ କରେ ନାହିଁ ସେ ମୃତ୍ୟୁର ଅଧୀନରେ ଥାଏ ବୋଲି ଲେଖାଯାଏ। ଆଉ କେମିତି ମୃତ୍ୟୁର ଦାସ ବୋଲି ବି ଅଛି ବାଇବେଲରେ। ମୃତ୍ୟୁ ତାକୁ ତାର ଅଧୀନରେ ରଖିଛି, କେତେବେଳେ ମାରିଦେବ। ଯେ ପ୍ରେମ କରେ ନାହିଁ, ଆମ ଭିତରେ ଯେବେ ଅପ୍ରେମ ଅଛି, ପ୍ରଭୁଙ୍କୁ କହିବା, ପ୍ରଭୁ ମୋ ଠାରୁ କାଢି ନେଇଯାଅ, ଏଇ ଘୃଣା ମନୋଭାବ ନେଇଯାଅ ମୋ ଠାରୁ, କାରଣ ତୁମେ ମୋର ପଛରେ ବଳି ହେଇଛ, ରକ୍ତ ଝରାଇଛ, ପ୍ରାଣ ଦେଇଛ ମୋ ପାଇଁ, ବହୁମୂଲ୍ୟ ରକ୍ତ କ୍ରୁଶରେ ଝରାଇଲ, ମତେ ଏତେ ପ୍ରେମ କଲ, ମତେ ବୁଝିବା ପାଇଁ ସାହାଯ୍ୟ କର ବୋଲି ପ୍ରଭୁଙ୍କ ନିକଟକୁ ଯିବା। ପୁଣି ପ୍ରଭୁଙ୍କର ଆତ୍ମା ଯୋଉଠାରେ ସେଠି ସ୍ୱାଧୀନତା ବୋଲି ଲେଖା, ଯେତେବେଳେ ପବିତ୍ର ଆତ୍ମାରେ ଜଣେ ଲୋକ ପୂର୍ଣ୍ଣ ହୁଏ, 2 କରନ୍ତି 3:17 ପଦରେ ଲେଖାଯାଏ, ଯୋଉଠାରେ ପ୍ରଭୁଙ୍କର ଆତ୍ମା, ଟିକେ ପଢନ୍ତୁ, କେହି ଜଣେ ପଢିପାରିବେ? 2 କରନ୍ତି 3:17। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। ସ୍ୱାଧୀନତା, ଯୋଉଠାରେ ପ୍ରଭୁଙ୍କର ଆତ୍ମା କାର୍ଯ୍ୟ କରୁଛି, ଯାହା ଭିତରେ ପ୍ରଭୁଙ୍କର ଆତ୍ମା କାର୍ଯ୍ୟ କରୁଛନ୍ତି, ସେ କାହାର ମନ୍ଦ, ଶୟତାନର ଫାନ୍ଦ ଏସବୁର ଅଧୀନରେ ରହିବ ନାହିଁ, ସ୍ୱାଧୀନତା ପ୍ରାପ୍ତ ହେବ। କାରଣ ପ୍ରଭୁଙ୍କର ଅଭିଷେକ, ଆତ୍ମାଙ୍କର ଅଭିଷେକ ଜ୍ୱାଳି ଭାଙ୍ଗି ଦିଏ ବୋଲି ଲେଖ, ଜ୍ୱାଳି ଭଗ୍ନ କରେ, ବନ୍ଧନ ଛିଣ୍ଡାଏ। ସେ କାହାର ଶୟତାନର ଅଧୀନରେ ରହିବାକୁ ଚାହିଁବ ନାହିଁ, ପାପର ଅଧୀନରେ ରହିବାକୁ ଚାହିଁବ ନାହିଁ, କାରଣ ପ୍ରଭୁ ଯୀଶୁଙ୍କର ଆତ୍ମା ତାଙ୍କ ଭିତରେ ତାକୁ ମୁକ୍ତ କରିବ, ତାକୁ ଅନୁତାପ କରାଇବ, ତାର ପାପକୁ ବୁଝିବା ପାଇଁ ଦେବ, ଆଉ ସେ ପାପ ସ୍ୱୀକାର କରିବ, ପାପକୁ ଘୋଡେଇବ ନାହିଁ, ଫ୍ରି ହେବ, ମୁକ୍ତି ହେବ। ସେ ପ୍ରଭୁ ମାନଙ୍କୁ ସେଥିପାଇଁ ସ୍ୱାଧୀନତା ଦେଇଛନ୍ତି, ଯେପରି ତାଙ୍କର ଶେଷ ଦିନରେ ଆମମାନଙ୍କୁ ସେ କଣ କରିବେ, ମୁକ୍ତି ଦିବସ ପାଇଁ ସେ ଆମମାନଙ୍କୁ ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ କରିଛନ୍ତି ବୋଲି ଲେଖାଯାଏ। ଏଫେସୀୟ ପୁସ୍ତକ 4:30 ପଦରେ ବୋଧେ ଲେଖାଯାଏ, ଏଫେସୀୟ 4:30, ମୁକ୍ତି ଦିବସ ନିମନ୍ତେ ସେମାନଙ୍କୁ ମୁଦ୍ରାଙ୍କ କରିଅଛନ୍ତି। ହାଲେଲୁୟା। ଆଉ ଈଶ୍ୱରଙ୍କର ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ଦୁଃଖ ଦିଅ ନାହିଁ। କଣ ପାଇଁ? ଆଉ ଗୋଟେ ମହାମୁକ୍ତିର ଦିନ ଅଛି। ଏ ସ୍ୱାଧୀନତା ତ ଅଛି, ତାପରେ ମହାମୁକ୍ତି। ଏ ଜଗତରୁ ଶିଫ୍ଟ ହେବ ସେ ବ୍ୟକ୍ତି, ଜଗତରୁ ରେପଚର ହେବ ସେ ବ୍ୟକ୍ତି, ଜଗତକୁ ଛାଡି ଚାଲିଯିବ, ଆଉ ଅନନ୍ତ ରାଜ୍ୟକୁ ଯିବ, ମହା ଆନନ୍ଦର ସ୍ଥାନକୁ ଯିବ। ସେଇ ମୁକ୍ତିର ଦିବସ ପାଇଁ କଣ କରିଛନ୍ତି ନା ମୁଦ୍ରାଙ୍କ କରାଯାଇଛି। କୋ ଦ୍ୱାରା? ହୋଲି ସ୍ପିରିଟ, ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ମୁଦ୍ରାଙ୍କ କରିଛନ୍ତି। ତେଣୁ ତୁମେ ସେ ଆତ୍ମାଙ୍କୁ କଣ କର ନାହିଁ, ଦୁଃଖ ଦିଅ ନାହିଁ ବୋଲି ଲେଖା ଅଛି। ଆତ୍ମା କେତେବେଳେ ଦୁଃଖ ହୁଅନ୍ତି? ଯେତେବେଳେ ତାଙ୍କର ଇଙ୍ଗିତରେ ନ ଚାଲୁ, ତାଙ୍କ କଥା ନ ମାନୁ, ତାଙ୍କ କଣ୍ଟ୍ରୋଲରେ ନ ରହୁ, ସେ ସମୟରେ ଆତ୍ମା ଦୁଃଖିତ ହୁଅନ୍ତି। ତାଙ୍କୁ ତୁମେ ଦୁଃଖ ଦିଅ ନାହିଁ, କାରଣ ତୁମକୁ ମହାମୂଲ୍ୟରେ କ୍ରୟ କରାଯାଇଛି, ଏଠି କିଣା ଯାଇଛି ସତ କଥା, ଆଉ ଶେଷରେ ମହାମୁକ୍ତି ତୁମ ପାଇଁ ଅଛି। ସ୍ୱାଧୀନତା ନିମନ୍ତେ ପ୍ରଭୁ ଯୀଶୁ ମୁକ୍ତ କରିଅଛନ୍ତି। ତେଣୁ ଆଉ ଥରେ ଦାସତ୍ୱ ଜ୍ୱାଳିରେ ଯୋଚା ନ ଯାଅ। ପ୍ରଭୁ ମାନଙ୍କୁ ଏ ସବୁ ବାକ୍ୟ ଦେଇ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍।